ସମସ୍ତଙ୍କୁ ଶୁଭ ସକାଳ। ଜୟ ଜଗନ୍ନାଥ। ସକାଳୁ ସକାଳୁ ମିଳିଯାଇଥିଲା ଦୁଇଟା ପିଜୁଳି ଆଉ ଗୋଟେ ଆମ୍ବ। ଆମ୍ବଟା ସେ ଆମ ଘର ପଛପଟେ ଗୋଟେ ତୋଟାରୁ ବାପା ଆଣିଥିଲେ, ଆଉ ପିଜୁଳିଟା ଆମ ଘର ଆଗ ଗଛରୁ। ଆଜି ବ୍ରେକଫାଷ୍ଟ ପାଇଁ ମା ଝିଅ ଚାଲିଲୁ ଦୋକାନକୁ। ଆମ ଘର ପଛପଟେ ଗୋଟେ ଦୋକାନ ପଡ଼ିଥିଲା, କହୁଥିଲା କ'ଣ ବ୍ରହ୍ମପୁରର ପ୍ରସିଦ୍ଧ ଜଳଖିଆ। ସେଇଠିକି ଗଲୁ, ଦେଖିବା ଆଜି କ'ଣ କ'ଣ ସେଠି ମିଳୁଛି। ନେଇକି ଆସିଥିଲେ ବରା, ଇଟଲି, ପୁରୀ, ଚଟଣି ଆଉ ତରକାରୀ। ସଣ୍ଡେରେ ତ ପରମ୍ପରା ହେଉଛି ଟିକେ ଲେଟ୍ରେ ଗାଧୋଇବେ ନା, ତ ଗାଧୋଇକି ଟିକେ ଛାତ ଉପରକୁ ଯାଇଥିଲି। ଖରା ବି ହେଉଥିଲା, କିନ୍ତୁ ଯାଇଥିଲି ଗୋଟେ ରିଜିନ୍ ପାଇଁ। ଫାର୍ଷ୍ଟ ରିଜିନ୍ କ'ଣ ଦେଖିବେ, ଚାଲନ୍ତୁ ଦେଖିବା। ମୋ ପ୍ରଥମ କାରଣ ଛାତ ଉପରକୁ ଯିବାର ଏଇ ସୁନ୍ଦର ସୁନ୍ଦର ଫୁଲ। ଆଉ ଦ୍ୱିତୀୟ କାରଣ ହେଉଛି, ଯେହେତୁ ମୁଁ ଆଜି ହେୟାର ୱାଶ୍ କରିଥିଲି ଆଉ ମୋ ଚୁଟି ବହୁତ ଡେରିରେ ଶୁଖେ, ସେଥିପାଇଁ ଟିକେ ଖରା ଖାଇବାକୁ ଯାଇଥିଲି। ଜଲ୍ଦି ଜଲ୍ଦି ଚୁଟିଟା ଶୁଖିଯିବ, ଖରାରେ ବସିବା ପାଇଁ। ଆମ ଘର ପଛପଟେ ଯେଉଁ ଆମ୍ବ ତୋଟାଟି ଅଛି, ସେଥିରେ ବହୁତ ହି ଆମ୍ବ ହେଇଛି, ପ୍ରବଳ ଆମ୍ବ, ବଟ୍ ଟିକେ ଖଟା। ବାପା ଯାଇକି ସେଇଠୁ କିଛିଟା ଆମ୍ବ ଆଣିଥିଲେ, କଞ୍ଚା କଞ୍ଚା ଆମ୍ବ, ପାଚି ବି ନାହିଁ ଏବେ ଯାଏ। କଞ୍ଚା ଥିଲା ତ କିଛିଟା ଆଣିଥିଲେ ଖଟା କରିବା ପାଇଁ, ହେଲେ ମୁଁ ତା'ର କ'ଣ ଗୋଟେ ବନେଇବି କାଲି ନିହାତି। ତାପରେ ମୁଁ ଆମର ଲାଗି ପଡ଼ିଥିଲି ଲଞ୍ଚ ପ୍ରିପାରେସନ୍ରେ। ଫାଷ୍ଟ ବନେଇଥିଲି ଛତୁ ଆଉ ଆଳୁକୁ ମସଲା ଦେଇକି ଭାଜିଥିଲି। ତାପରେ କରିଥିଲି ପୋଇ ପତ୍ରର ପକୁଡ଼ି, ବେସନ ଦେଇକି ଯେଉଁ ପୋଇ ପତ୍ର ପକୁଡ଼ି ହୁଏ, ସେଇଟା ବନେଇଥିଲି। ତାପରେ ଆସିଗଲା ପଖାଳର ପ୍ରିୟ ସାଥୀ ବଡ଼ିଚୁରା। ମୋତେ ବି ବହୁତ ଭଲ ଲାଗେ ପଖାଳ ସହିତ। ଆକ୍ଚୁଆଲି ଆଜି ମୋର ଦହି ପଖାଳ ଖାଇବାର ଇଚ୍ଛା ଥିଲା, ତ ସେଥିପାଇଁ ବଡ଼ିଚୁରାଟେ ନହେଲେ କ'ଣ ଦହି ପଖାଳ ଉଠିବ। ମୋତେ ତ ଶିଳ ଉପରେ ମାନେ ଚୁରି ଆସେନି, ତଥାପି ଟ୍ରାଏ ମାରୁଥିଲି।